ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ କେମିତି ଅଛନ୍ତି? ମୁଁ ବିଶ୍ୱାସ କରେ ଆପଣମାନେ ଯେଉଁଠି ବି ଥିବେ ଈଶ୍ୱରଙ୍କ ଦୟା ହେତୁ ଭଲରେ ଥିବେ। ଆଜି ଆମେ ପବିତ୍ର ବାଇବେଲରେ କିଛି ବିଷୟ ଧ୍ୟାନ କରିବା। କ'ଣ? ସ୍ୱର୍ଗରେ ପ୍ରବେଶ କରିବା ପାଇଁ ଯୋଗ୍ୟତା। ଆମେ ଏବେ ଯେଉଁ ଜଗତରେ ବାସ କରୁଛେ, ଏଠି ଯେବେ ଉଚ୍ଚ ପଦବୀର ଚାକିରି କରିବା ପାଇଁ ଆମେ ଇଣ୍ଟରଭ୍ୟୁ ଦେଉ, ଆମକୁ ବି ଯୋଗ୍ୟତାର ଆବଶ୍ୟକ ପଡ଼େ, ସାର୍ଟିଫିକେଟ୍ର ଆବଶ୍ୟକ ପଡ଼େ। ତେବେ ସ୍ୱର୍ଗରେ ପ୍ରବେଶ କରିବା ପାଇଁ ଆମକୁ ଯୋଗ୍ୟତା ନିହାତି ଆବଶ୍ୟକ ଅଟେ। ସମସ୍ତେ ସ୍ୱର୍ଗରେ ପ୍ରବେଶ କରିବେ ନାହିଁ। ମୁଁ ଆଗେ ବିଶ୍ୱାସ କରିଥିଲି କେବଳ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ମୁଁ ସ୍ୱର୍ଗକୁ ଯିବି, କିନ୍ତୁ ତା ଯଥେଷ୍ଟ ନୁହେଁ। ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ସ୍ୱର୍ଗରେ ପ୍ରବେଶ କରିବାକୁ ହେଲେ ଆମକୁ 5ଟି ଯୋଗ୍ୟତାର ଆବଶ୍ୟକ ଅଟେ। ପ୍ରଥମ ହେଲା, ଆମକୁ ଈଶ୍ୱରଙ୍କ ବୀଜରୁ ଜାତ ହେବାର ଅଛି। ସେ ଉନ୍ମୁକ୍ତ ବାକ୍ୟରେ, ନୂତନ ନିୟମ ଭାବବାଣୀର ପୂର୍ଣ୍ଣତାର ବାକ୍ୟରେ ଆମକୁ ପୁନର୍ଜାତ ହେବାର ଅଛି। ଯେପରି ଲେଖାଯାଏ, ତୁମେମାନେ କ୍ଷୟଣୀୟ ବୀଜରୁ ନୁହେଁ, ଅକ୍ଷୟ ବୀଜରୁ, ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ଯେପରି ନିକୋଦିମକୁ ଯୀଶୁଖ୍ରୀଷ୍ଟ କହିଲେ, ତୁମକୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ। ଦ୍ୱିତୀୟଟି, ଏହି ବାକ୍ୟରେ ଆମକୁ ମୁଦ୍ରାଙ୍କିତ ହେବାର ଅଛି। ସେ ଉନ୍ମୁକ୍ତ ବାକ୍ୟରେ, ନୂତନ ନିୟମ ଭାବବାଣୀର ପୂର୍ଣ୍ଣତାର ବାକ୍ୟରେ ଆମକୁ ମୁଦ୍ରାଙ୍କିତ ହେବାର ଅଛି। ତୃତୀୟଟି, ଆମକୁ ଅମଳୀକୃତ ହେବାର ଅଛି। ଯୀଶୁଖ୍ରୀଷ୍ଟଙ୍କ ହସ୍ତରେ କୁଲା ଅଛି। ସିଏ ଉତ୍ତମ ଗହମ ସବୁ ତାଙ୍କ ଅମାରରେ ରଖିବେ, ଅଗାଡ଼ି ଯାକ ଅନିର୍ବାଣ ଅଗ୍ନିରେ ନିକ୍ଷେପ କରିଦେବେ। ଚତୁର୍ଥ, 12 ଗୋଷ୍ଠୀରେ ଆମକୁ ପଞ୍ଜୀକୃତ ହେବାର ଅଛି। ପଞ୍ଚମ, ପାତ୍ରରେ ତୈଳ ରଖିବାର ଅଛି, ଆଉ ବିବାହର ବସ୍ତ୍ର ଆମକୁ ପରିଧାନ କରିବାର ଅଛି। ପ୍ରକାଶିତ ବାକ୍ୟ 21:15 ଏହିପରି ଲେଖାଯାଏ, ଯେ ମୋ ସହିତ କଥା କହୁଥିଲେ ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାର ସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା। ପରମେଶ୍ୱର ଯୋଗ୍ୟତାକୁ ଦେଖିବେ, ମାପିବେ। ଲେଖାଯାଏ 27, କୌଣସି ଅଶୁଚି ବିଷୟ କିମ୍ବା ଘୃଣ୍ୟ କର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ, କେବଳ ଯେଉଁମାନଙ୍କ ନାମ ମେଷ ଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି ସେମାନେ ପ୍ରବେଶ କରିବେ। ଆମକୁ ପ୍ରବେଶ କରିବାକୁ ହେଲେ କେବଳ ବିଶ୍ୱାସ କରିଦେଲେ ହେବନି, ଆମକୁ ଏହି 5ଟି ଯୋଗ୍ୟତାର ଆବଶ୍ୟକ ଅଟେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।